ନିଜ ନିଜ ଜାଗାରେ ଶାନ୍ତ ଭାବରେ ବସିଯାଆନ୍ତୁ। ଆଖି ବନ୍ଦ, ଅଣ୍ଟା ସିଧା, ହାତ ଦୁଇଟା ଜଙ୍ଘ ଉପରେ ରଖନ୍ତୁ। ଆଖି ବନ୍ଦ ଓ ଏକ ଲମ୍ବା ନିଶ୍ୱାସ। ପୁଣି ଥରେ ଲମ୍ବା ନିଶ୍ୱାସ। ପୁଣି ଆଉ ଥରେ। ନିଜ ଶରୀରକୁ ପୁରା ହାଲକା କରିଦିଅନ୍ତୁ, ପୁରାପୁରି ହାଲକା। ଏଇ ଈଶ୍ୱରୀୟ ପ୍ରାର୍ଥନାକୁ ଧ୍ୟାନ ଦିଅନ୍ତୁ ଆଉ ଅନୁଭବ କରନ୍ତୁ। ଏହି ପ୍ରାର୍ଥନା ସେହି ଶୁଦ୍ଧ ଆତ୍ମାଙ୍କ ପାଖରେ ପହଞ୍ଚିଯାଉ, ଯାହାଙ୍କ ପ୍ରତି ଜାଣତରେ ହେଉ ବା ଅଜାଣତରେ ହେଉ ମୋ ଆଡ଼ୁ କୌଣସି ଅପରାଧ ହୋଇଛି। ସେହି ଅପରାଧର କ୍ଷମା ପାଇଁ ଆସନ୍ତୁ ଆଜିର ଏହି କ୍ଷମା ପ୍ରାର୍ଥନା କରିବା। ହେ ପ୍ରଭୁ, ହେ ମୋର ଇଷ୍ଟଦେବ, ହେ ମୋର ପରମ ପ୍ରଭୁ, ହେ ମୋର ସ୍ପିରିଟ୍ ଗାଇଡ୍, ମୋର ମାର୍ଗଦର୍ଶକ, ମୋର ପ୍ରିୟତମ ପ୍ରଭୁ, ମୁଁ ଆପଣଙ୍କର ସନ୍ତାନ ଅଟେ। ଆପଣ ମୋର ପୂର୍ବପୁରୁଷ ଅଟନ୍ତି। ହେ ମୋର ପ୍ରିୟ ପ୍ରଭୁ, ଆପଣ ମୋତେ ଏ ସଂସାର ରୂପୀ ପାଠଶାଳାକୁ କିଛି ଶିଖିବା ପାଇଁ ପଠାଇଛନ୍ତି। ମୁଁ ଶିଖୁଛି। ଧୀରେ ଧୀରେ ଆପଣଙ୍କ କରୁଣାରୁ ମୋର ଜ୍ଞାନ ବୁଦ୍ଧି ବୃଦ୍ଧି ପାଇ ଚାଲିଛି। ପୁରାପୁରି ମୁଁ ସବୁକିଛି ଶିଖିବା ପାଇଁ ଚେଷ୍ଟା କରୁଛି। କିନ୍ତୁ ହେ ଈଶ୍ୱର, ନିଜର ଅଜ୍ଞାନତାର କାରଣରୁ ମୁଁ ଏମିତି ବହୁତ କିଛି କରିଦେଇଛି, ଯାହାଫଳରେ ମୋତେ ମୋ ଜୀବନରେ ବହୁତ କଷ୍ଟ ଆଉ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ମୁଁ ଜାଣତରେ ହେଉ କି ଅଜାଣତରେ ହେଉ କାହା ମନରେ, କାହା ହୃଦୟରେ ଆଘାତ ଦେଇଛି, କଷ୍ଟ ଦେଇଛି, କାହାର କିଛି କ୍ଷତି କରିଛି, ସ୍ୱାର୍ଥପର ହେଇଯାଇଛି। ହେ ପ୍ରଭୁ, ମୁଁ ଜାଣିପାରୁଛି ଯେ ମୁଁ କାହାର କିଛି ନିଶ୍ଚିତ ଭାବରେ କ୍ଷତି କରିଛି, କାହା ମନରେ ଆଘାତ ଦେଇଛି। ହେ କରୁଣାର ସାଗର, ହେ ମୋର ଦୟାର ଅବତାର ପ୍ରଭୁ, ସେ ସବୁ ଭୁଲ ପାଇଁ ମୁଁ ମୋ ହୃଦୟରୁ କ୍ଷମା ମାଗୁଛି। ହେ ଦୟାମୟ, ମୁଁ ଯୋଡ଼ ହସ୍ତରେ ଆପଣଙ୍କ ସମ୍ମୁଖରେ ପ୍ରାର୍ଥନା କରୁଛି। ହେ ପ୍ରଭୁ, ମୋତେ ଆପଣ କ୍ଷମା କରିଦିଅନ୍ତୁ। ଜାଣତରୁ ହେଉ କି ଅଜାଣତରେ ହେଉ ମୁଁ ବହୁତ ଭୁଲ କରିଛି। ଅନେକ ଥର ଅବାଟକୁ ଯାଇଛି, ଭୁଲ କରିଛି, ବହୁତ ଭୁଲ କରିଛି। କିନ୍ତୁ ଏବେ ଧୀରେ ଧୀରେ ମୁଁ ମୋ ଲକ୍ଷ୍ୟ ଦିଗରେ ଅଗ୍ରସର ହେବାକୁ ଆରମ୍ଭ କରୁଛି, ଚେଷ୍ଟା କରୁଛି। ହେ ପ୍ରଭୁ, ମୋର ମାର୍ଗଦର୍ଶନ କରନ୍ତୁ। ପ୍ରଭୁ, ଅତୀତର ସମସ୍ତ ଭୁଲ ପାଇଁ ମୋତେ ଆପଣ କ୍ଷମା କରିଦିଅନ୍ତୁ। ଯେଉଁମାନଙ୍କ ପ୍ରତି ଜାଣତରୁ ଅଜାଣତରୁ ମୋ ଦ୍ୱାରା ଭୁଲ ହେଇଯାଇଛି, ମୁଁ ବାର ବାର କାନ ଧରି ହୃଦୟର ସହିତ କୃତଜ୍ଞତାର ସହିତ ଆପଣଙ୍କ ଚରଣ ତଳେ ସମର୍ପଣ କରୁଛି। ସେମାନଙ୍କ ପ୍ରତି ମୋ ହୃଦୟରୁ ସମ୍ବେଦନା, ଭଲ ପାଇବା ସବୁକିଛି ମୁଁ ଅର୍ପଣ କରୁଛି। ସେମାନଙ୍କ ପ୍ରତି ମୋ ମନରେ ଆଉ କୌଣସି ଭୁଲ ଭାବନା ନାହିଁ। ସମସ୍ତ ଭଲ ପାଇବା ମୁଁ ସେମାନଙ୍କୁ ଅର୍ପଣ କରୁଛି, ଯେଉଁମାନଙ୍କୁ ମୁଁ ଆଘାତ ଦେଇଛି। ହେ ଭଗବାନ, ମୋତେ କ୍ଷମା କରିଦିଅନ୍ତୁ। ମୋ ଭୁଲ ପାଇଁ ମୋତେ କ୍ଷମା କରିଦିଅନ୍ତୁ। ପ୍ରଭୁ, କ୍ଷମା କରିଦିଅନ୍ତୁ। ଆଗକୁ ଆଉ ଯେମିତି ଏ ଭୁଲ ନ ହେବ, ସେଇଥିପାଇଁ ମୋତେ ସାହସ ଦିଅନ୍ତୁ, ଶକ୍ତି ଦିଅନ୍ତୁ, ଜ୍ଞାନ ଦିଅନ୍ତୁ। ଯେବେ ଯେବେ ମୁଁ ଭୁଲ କାମ କରିବାକୁ ଯାଏ, ସେତେବେଳେ ଆପଣ ମୋତେ ସଚେତନ କରାଇ ଦିଅନ୍ତୁ ଆଉ ଗାଇଡ଼ କରନ୍ତୁ, ଯାହାଫଳରେ କି ମୁଁ
ଆଉ କୌଣସି ଅକାର୍ଯ୍ୟ କରିବି ନାହିଁ, ଉଚିତ କାର୍ଯ୍ୟ ଓ ଉଚିତ ବ୍ୟବହାର କରିବି। ହେ ପ୍ରଭୁ, ମୋର ମାର୍ଗଦର୍ଶନ କରନ୍ତୁ, ଜୀବନର ପରମ ଲକ୍ଷ୍ୟକୁ ହାସଲ କରିପାରେ ସେଇଥିପାଇଁ ମୋତେ ଜ୍ଞାନ ପ୍ରଦାନ କରନ୍ତୁ। ହେ ପ୍ରଭୁ, ମୋତେ ଅନ୍ଧକାରରୁ ଆଲୋକ ଆଡ଼କୁ, ମୃତ୍ୟୁରୁ ଅମରତ୍ୱ ଆଡ଼କୁ ପରିଚାଳିତ କରନ୍ତୁ। ହେ ପରମ ପ୍ରଭୁ, ମୁଁ ସର୍ବଦା ଆପଣଙ୍କ ପ୍ରେଜେନ୍ସକୁ ଫିଲ୍ କରିପାରେ, ଅନୁଭବ କରିପାରେ, ଆପଣଙ୍କ ପ୍ରୋଟେକ୍ସନକୁ ନିଜ ଦେହରେ ଜାବୁଡ଼ି ଧରିପାରେ, ଅନୁଭବ କରେ, ସବୁବେଳେ ସଚେତନ ରହେ ଆଉ ଭବିଷ୍ୟତରେ କୌଣସି ଭୁଲ ନ କରେ। ଏହି ଆଶୀର୍ବାଦ ମୋତେ ଆପଣ କରନ୍ତୁ ଓ ଆପଣଙ୍କର ଇଚ୍ଛାକୁ ପୂରଣ କରିବାର ଆଶୀର୍ବାଦ ମୋତେ ଦିଅନ୍ତୁ। ଥ୍ୟାଙ୍କ ୟୁ, ଥ୍ୟାଙ୍କ ୟୁ, ଥ୍ୟାଙ୍କ ୟୁ। ହାତ ଦୁଇଟିକୁ ରବ୍ କରନ୍ତୁ, ହାତ ଦୁଇଟିକୁ ରବ୍ କରନ୍ତୁ ଏବଂ ସେହି ଊର୍ଜାକୁ ଆଣିକି ଆପଣଙ୍କ ଆଖିରେ ଲଗାନ୍ତୁ। ରିଲାକ୍ସ, ରିଲାକ୍ସ, ରିଲାକ୍ସ। ଶାନ୍ତି, ଶାନ୍ତି, ଶାନ୍ତି। ସର୍ବେ ଭବନ୍ତୁ ସୁଖିନୋ, ସର୍ବେ ସନ୍ତୁ ନିରାମୟା, ସର୍ବେ ଭଦ୍ରାଣି ପଶ୍ୟନ୍ତୁ, ମା କଶ୍ଚିତ୍ ଦୁଃଖ ଭାଗ୍ ଭବେତ୍। ଓମ୍ ଶାନ୍ତି, ଶାନ୍ତି, ଶାନ୍ତି।